ମାନଙ୍କର ସରି ଯାଇଛି ଟିକେ ୱେଟ୍ କରନ୍ତୁ ସେମାନଙ୍କ ଯଦି କଲେଜରେ ଯଦି କହିଛନ୍ତି କ୍ଲାସ୍ ପାଇଁ ଡେଟ୍ କହିଛନ୍ତି ତାହେଲେ ସେଇ ଡେଟ୍ରେ ଯାଇକି କ୍ଲାସ୍ କରନ୍ତୁ ଯଦି କହିନାହାନ୍ତି ଡେଟ୍ ତାହେଲେ ୱେଟ୍ କରନ୍ତୁ ତାଙ୍କର ନୋଟିଫିକେସନ୍ ଆସିଯିବ କିମ୍ବା ସେମାନେ କଲ୍ କରିବେ ନହେଲେ କଲେଜ ଯାଇକି କରିବେ ତ ବର୍ତ୍ତମାନ ଯେଉଁ ରହିଛି ରିପୋର୍ଟିଂକୁ ନେଇକି ଡାଉଟ୍ ରହିଛି ରିପୋର୍ଟିଂ ଆପଣଙ୍କର ପ୍ରାୟ କଲେଜରେ ଆସିଯାଇଛି ଆଉ ରହିଲା ପ୍ରାଇଭେଟ୍ କଲେଜ କଥା ଗଭର୍ଣ୍ଣମେଣ୍ଟ କଲେଜର କେବଳ ଏଫ୍.ଏମ୍ ମେଡ଼ିକାଲ କଲେଜ ଫକୀରମୋହନ ମେଡ଼ିକାଲ କଲେଜର ରିପୋର୍ଟିଂ ପାଇଁ ଆସିନାହିଁ ଡେଟ୍ ଆଉ ତାଙ୍କର କଣ୍ଟାକ୍ଟ ବି ହେଇପାରୁନି କି ନୋଟିସ୍ ମଧ୍ୟ ଦେଇନାହାନ୍ତି ତ ମୁଁ କହିବି ଯେତିକି ସବୁ ରିପୋର୍ଟିଂ କରିଦେଇଛନ୍ତି ଭଲ ଆଉ ଯେଉଁ ପିଲାମାନେ ରିପୋର୍ଟିଂ କରିନାହାନ୍ତି ଯେଉଁମାନେ ରିପୋର୍ଟିଂ କରିନାହାନ୍ତି ସେମାନଙ୍କୁ ମୁଁ କହିବି ସେମାନେ ଯାଇକି କଲେଜରେ ଡାଇରେକ୍ଟ ରିପୋର୍ଟ କରିପାରିବେ ଠିକ୍ ଅଛି ଆଉ ଯେତିକି ସବୁ ପ୍ରାଇଭେଟ୍ ଯଦି ସବୁ ପ୍ରାଇଭେଟ୍ କଲେଜରେ ଆଡ଼ମିସନ୍ କରିଛନ୍ତି ସମସ୍ତେ ଯାଇକି କଲେଜରେ ସିଧାସଳଖ ରିପୋର୍ଟ କରନ୍ତୁ କୌଣସି ଅସୁବିଧା ନାହିଁ ଆପଣଙ୍କର ଯେଉଁ ଡେଟ୍ରେ ହଲିଡେ ନଥାଉଛି ସେଇ ଡେଟ୍ରେ ଯାଇକି ରିପୋର୍ଟ କରନ୍ତୁ କଲେଜ ସାଙ୍ଗରେ ଆଉ ରହିଲା ଏଫ୍.ଏମ୍ ମେଡ଼ିକାଲ କଲେଜ ବାଲେଶ୍ୱର ଏହାର ମଧ୍ୟ କୌଣସି ନୋଟିସ୍ ଏପର୍ଯ୍ୟନ୍ତ ଆସିନାହିଁ ତାଙ୍କର କଣ୍ଟାକ୍ଟ ମଧ୍ୟ ହେଇପାରୁନାହିଁ ତ ମୁଁ ରିକମେଣ୍ଡ କରିବି ସମସ୍ତେ ଯାଇକି ରିପୋର୍ଟ କରନ୍ତୁ ଏବଂ ଯଦି ନା ଏଫ୍.ଏମ୍ କଲେଜର ନୋଟିସ୍ ଆସିନାହିଁ ତ ଏଫ୍.ଏମ୍ କଲେଜକୁ ମୁଁ ଟ୍ରାଏ କରୁଛି ଇମେଲ୍ କରିବା ପାଇଁ ଇମେଲ୍ କରିବାକୁ ଟ୍ରାଏ କରୁଛି ଆଜି ଇମେଲ୍ କରୁଛି ଯଦି କାଲି ରିପ୍ଲାଏ କିଛି ଆସେ ତାହେଲେ ଟେଲିଗ୍ରାମରେ ଅପଡେଟ୍ ଦେଇଦେବି ଏଫ୍.ଏମ୍ କଲେଜକୁ ନେଇକି ଆଉ ଯଦି ରିପ୍ଲାଏ ନ ଆସେ କାଇଣ୍ଡଲି ମୁଁ କାଲି ଇନଫର୍ମେସନ୍ ତାକୁ ନେଇକି ମଧ୍ୟ ଇନଫର୍ମେସନ୍ ଦେଇଦେବି ନିହାତି ଭାବରେ ଯାଇକି ରିପୋର୍ଟ କରିବେ ରିପୋର୍ଟ ଆଉ ଏଫ୍.ଏମ୍କୁ ସ୍କିପ୍ କରିଦେବେ ଏଫ୍.ଏମ୍ କଲେଜକୁ ଛାଡ଼ିଦେଲେ ବାକି ଅଲଗା ଯେଉଁ ବି କଲେଜର ପିଲା ଅଛନ୍ତି ସମସ୍ତଙ୍କର ରିପୋର୍ଟିଂ ସରିଯାଇଛି ଏବଂ ଯେଉଁମାନେ ରିପୋର୍ଟିଂ ଏପର୍ଯ୍ୟନ୍ତ କରିନାହାନ୍ତି ଯଦି ସ୍ପଟ୍ ରାଉଣ୍ଡ ଆଡ଼ମିସନ୍ ସରିଯାଇଛି ତାହେଲେ ରିପୋର୍ଟ କରନ୍ତୁ ଯେତିକି ଗଭର୍ଣ୍ଣମେଣ୍ଟ କଲେଜ ପିଲା ପାଇଛନ୍ତି ରିପୋର୍ଟିଂ ସବୁ ଷ୍ଟାର୍ଟ ହେଇଯାଇଛି ଯାଇକି ଡାଇରେକ୍ଟ ରିପୋର୍ଟିଂ କରନ୍ତୁ ଯେଉଁମାନେ ଅଲରେଡି ରିପୋର୍ଟ କରିଦେଇଛନ୍ତି ଠିକ୍ ଅଛି ଯେଉଁମାନେ ରିପୋର୍ଟ କରିନାହାନ୍ତି ତାହେଲେ ଯାଇକି ଆପଣଙ୍କର ଯେଉଁ ସ୍ପଟ୍ ରାଉଣ୍ଡର ଆଡ଼ମିସନ୍ ସରିଯାଇଛି ତାପରେ ଯାଇକି ଆପଣ ରିପୋର୍ଟ କରନ୍ତୁ ଆଉ ରହିଲା ପ୍ରାଇଭେଟ୍ କଲେଜ କଥା ପ୍ରାଇଭେଟ୍ କଲେଜର ଯେଉଁ ବି କଲେଜ ହଉ ପ୍ରାଇଭେଟ୍ କଲେଜରେ ଯେଉଁ ପିଲାମାନେ ପାଇଛନ୍ତି ସମସ୍ତେ ଯାଇକି ଡାଇରେକ୍ଟ ରିପୋର୍ଟ କରିପାରିବେ ଯେଉଁମାନେ ବି ଆଡ଼ମିସନ୍ କମ୍ପ୍ଲିଟ୍ କରିଛନ୍ତି ଡାଇରେକ୍ଟ ରିପୋର୍ଟ କରନ୍ତୁ କଲେଜ ସାଙ୍ଗରେ ଏବଂ ତାଙ୍କ କଲେଜରେ ସେମାନେ ଇନଫର୍ମେସନ୍ ପାଇଯିବେ ଯେ କେବେ ଆପଣଙ୍କର ଆସୁଛି ରିପୋର୍ଟିଂ ସରି କ୍ଲାସ୍ କେବେଠୁ ଷ୍ଟାର୍ଟ ହେବ ସେମାନେ ଇନଫର୍ମେସନ୍ ପ୍ରୋଭାଇଡ଼୍ କରିବେ ଏବଂ ତାକୁ ନେଇକି ଆପଣମାନେ ଯିବେ କ୍ଲାସ୍କୁ ତ ପ୍ରାଇଭେଟ୍ କଲେଜର ସମସ୍ତ ପିଲା ଯାଇକି ରିପୋର୍ଟ କରନ୍ତୁ କଲେଜରେ ଯେଉଁ ୱାର୍କିଂ ଡେ ରହୁଛି ୱାର୍କିଂ ଡେଜରେ ଯାଇକି କଲେଜ ଅଫିସିଆଲ ଟାଇମରେ ଯାଇକି ରିପୋର୍ଟ କରନ୍ତୁ କଲେଜ ଟାଇମରେ ଏବଂ ଗଭର୍ଣ୍ଣମେଣ୍ଟ କଲେଜର ଏଫ୍.ଏମ୍ ମେଡ଼ିକାଲ କଲେଜ ପିଲା ଟିକେ ୱେଟ୍ କରନ୍ତୁ କାଲି ଆପଣଙ୍କୁ ଟେଲିଗ୍ରାମରେ ଇନଫର୍ମେସନ୍ ମିଳିଯିବ ଯଦି କଣ୍ଟାକ୍ଟ ହେଇପାରିଲା ତାହେଲେ ବେଟର ଯଦି କଣ୍ଟାକ୍ଟ ନହେଲା ଆପଣମାନେ ଯାଇକି କଲେଜରେ ଇନଫର୍ମ କରିକି ରିପୋର୍ଟ କରନ୍ତୁ ରିପୋର୍ଟିଂ ପାଇଁ ଯଦି ଅଲଗା କିଛି ଡକୁମେଣ୍ଟ କରନ୍ତି ତାହେଲେ ସାଙ୍ଗେ ସାଙ୍ଗେ ଯାଇକି ଅନଲାଇନରେ ନିଜେ କରନ୍ତୁ ଯାହା ବି ପ୍ରୋସେସ ରହିଛି ଯଦି ଆଣ୍ଟି ରାଗିଙ୍ଗ ଫର୍ମ ମାଗନ୍ତି ତା ପୂର୍ବରୁ ଯେଉଁ କଲେଜର ଆଣ୍ଟି ରାଗିଙ୍ଗ ଫର୍ମ ପ୍ରୋସେସ ପାଇଁ ମୁଁ ଭିଡ଼ିଓ ବନେଇଥିଲି ସେଇ ସେମ୍ ପ୍ରୋସେସରେ ଆପଣମାନେ କରିବେ କେବଳ କଲେଜ ନାଁଟି ଚେଞ୍ଜ କରିବେ ବାକି ସବୁ ପ୍ରୋସେସ ସେମ୍ କରିବେ କଲେଜ ନାଁଟି ଚେଞ୍ଜ କରିବେ କଲେଜର ଡିନ୍ ପ୍ରିନ୍ସିପାଲଙ୍କ ନମ୍ବର ଦେବେ ଏବଂ କଲେଜର କଣ୍ଟାକ୍ଟ ନମ୍ବର ଦେବେ ବାକି ସବୁ ପ୍ରୋସେସ ସମାନ ରହିବ ଯଦି ସେ ଆଣ୍ଟି ରାଗିଙ୍ଗ ଫର୍ମ କଥା କୁହନ୍ତି ଏଫ୍.ଏମ୍ କଲେଜ କଥା କହୁଛି ଯଦି ଆଣ୍ଟି ରାଗିଙ୍ଗ ଫର୍ମ ଅଣ୍ଡରଟେକିଂ ପାଇଁ କହୁଛନ୍ତି ତାହେଲେ ସେଇ ଅନଲାଇନରେ ସେଇ ପ୍ଲେଲିଷ୍ଟ ଚେକ୍ କରିବେ ମୋର ଚ୍ୟାନେଲରେ ପ୍ଲେଲିଷ୍ଟ ଚେକ୍ କରିବେ ଏବଂ ଯେଉଁ ଫର୍ମ ପୂରଣ ପାଇଁ ଭିଡ଼ିଓ ଅଛି ସେ ଭିଡ଼ିଓକୁ ଦେଖିକି ତା ପ୍ରୋସେସରେ ହିଁ ଆଣ୍ଟି ରାଗିଙ୍ଗ ଫର୍ମ ଅନଲାଇନ୍ କରିକି ନେଇକି ଯିବେ ଯଦି ଆଣ୍ଟି ରାଗିଙ୍ଗ ଫର୍ମ ମାଗୁନାହାନ୍ତି ତାହେଲେ ସେଇ କମନ ଲିଷ୍ଟ ରହିବ ଡକୁମେଣ୍ଟ ଲିଷ୍ଟ ରହିବ ଯୋଉଟାକି ଆପଣଙ୍କର ଆଡମିସନ ଲେଟର ଯୋଉଟାକି ମିଳିଛି ଆଇ.ଏମ୍.ଇ. ହାଉସରୁ ମିଳିଛି ସେଇଟା ଆଡମିସନ ଲେଟର ଆଉ ସେକେଣ୍ଡରେ ଆସିବ ଆଧାର କାର୍ଡ଼ କପି ଆସିବ ଆଉ ଆସିବ ରେସିଡେଣ୍ଟ ସାର୍ଟିଫିକେଟ୍ ଆସିବ ଟେନ୍ଥ ପ୍ଲସ୍ ଟୁ ସାର୍ଟିଫିକେଟ୍ ମାର୍କସିଟ୍ର କପି ଆସିବ ଅରିଜିନାଲ୍ ସାର୍ଟିଫିକେଟ୍ ଆସିବ ଆକୁ ଅରିଜିନାଲ୍ ହିଁ ନେଇକି ଯିବେ ଏବଂ କପି ମଧ୍ୟ ନେଇକି ଯିବେ ଆଉ ରହିଲା ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ଯଦି କିଛି ରିଜର୍ଭେସନରେ ପାଇଛନ୍ତି କାଷ୍ଟ ସାର୍ଟିଫିକେଟ୍ ନେଇକି ଯିବେ ରେସିଡେଣ୍ଟ ସାର୍ଟିଫିକେଟ୍ ହେଇଗଲା କାଷ୍ଟ ସାର୍ଟିଫିକେଟ୍ ହେଇଗଲା ଆଉ ଫଟୋ ତିନିଟା ମିନିମମ୍ ଆପଣଙ୍କୁ ତିନିଟା ନେଇକି ଯିବାକୁ ପଡ଼ିବ ଦୁଇଟାରୁ ତିନିଟା ଭିତରେ ପଡ଼ିବ ସେତିକି ନେଇକି ଗଲେ ଆପଣ ଆଉ ରହିଲା ଆଉ ଗୋଟେ ଏସ୍ ବି କଲେକ୍ଟର କପି ଯେଉଁ ପିଲାମାନେ ଏସ୍ ବି କଲେକ୍ଟର କପି ଚାହୁଁଛନ୍ତି ଯଦି ଗୋଟେ କପି କାଢିଛନ୍ତି ଏବଂ ଆଉ ଅଲଗା କପି ଚାହୁଁଛନ୍ତି ତାହେଲେ ଏସ୍ ବି କଲେକ୍ଟର କପି ପୁଣି ଥରେ ଡାଉନଲୋଡ୍ କରିପାରିବେ ଏସ୍ ବି କଲେକ୍ଟ କପି ପୁଣି ଥରେ ଡାଉନଲୋଡ୍ କରିବା ପାଇଁ କ'ଣ ପ୍ରୋସେସ୍ ରହିଛି ଦେଖନ୍ତୁ ଆପଣ ଏସ୍ ବି କଲେକ୍ଟ ଯେଉଁ
लिंक रही एसबी कलेक्टर होम पेज को जिबे एथे जो चालान रही एथे कोन करिवे आपण जदी ऑलरेडी ट्रांजैक्शन कर दैछंती ताले आपण ट्रांजैक्शन हिस्ट्री को जिबे जदि एसबी कलेक्टर रिसीट पुणी थे चाहते ट्रांजैक्शन हिस्ट्री को जिबे एथे आपण विभिन्न उपाय रे आपण माने पाई परिबे ठीक अछि बाय ओटीपी रे मध्ये आपण पाई परिबे रेफरेंस नंबर देकी पाई परिबे एवं एसबी कलेक्टर रेफरेंस नंबर जोटा कि डीयू रू स्टार्ट होची ताको देकी मध्ये पाई परिबे तो आपण मोबाइल नंबर देकी मध्ये ओटीपी देकी करि परिबे तो एती जिंस